ନମସ୍କାର। ଓମ୍ ନମୋ ଭଗବତେ ବାସୁଦେବାୟ। ଆଜିର ଏହି ଆଧ୍ୟାତ୍ମିକ ଆଲୋଚନାକୁ ସ୍ୱାଗତ। ଆମେ ପୁଣି ଥରେ ଶ୍ରୀମଦ୍ ଭଗବଦ୍ ଗୀତାର ସେ ଗଭୀର ଜ୍ଞାନ ସାଗରରେ ବୁଡ଼ ପକାଇବାକୁ ଯାଉଛେ। ନମସ୍କାର। ହଁ, ଚେଷ୍ଟା କରିବା କିଛି ମୂଲ୍ୟବାନ ରତ୍ନ ଖୋଜିବାକୁ। ଆଜି ଆମେ ମୁଖ୍ୟତଃ ଗୀତାର ଦ୍ୱିତୀୟ ଅଧ୍ୟାୟ, ଯୋଉଟା ସାଂଖ୍ୟ ଯୋଗ, ତାର 49ତମ ଶ୍ଲୋକଟିକୁ ଟିକେ ଭଲ ଭାବରେ ଦେଖିବା। ଆଜ୍ଞା, ହଁ। ଏଇ ଗୋଟିଏ ଶ୍ଲୋକରେ ଭଗବାନ ବହୁତ କିଛି କହିଛନ୍ତି। କର୍ମ ବିଷୟରେ, ଫଳ ପ୍ରତି ଆମ ମନୋଭାବ କେମିତି ହେବା କଥା, ଆଉ ଏକ ବିଶେଷ ଯୋଗ, ମାନେ ବୁଦ୍ଧି ଯୋଗ। ହଁ, ବୁଦ୍ଧି ଯୋଗ। ଏଇଟା ବହୁତ ମହତ୍ୱପୂର୍ଣ୍ଣ ଶିକ୍ଷା। ତେଣୁ ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଅନୁରୋଧ, ଏହାକୁ ପୂରା ଶୁଣନ୍ତୁ। ଶେଷ ପର୍ଯ୍ୟନ୍ତ ଶୁଣିଲେ ଯାଇ ଏହାର ଗଭୀରତା, ତାକୁ ବୁଝିହେବ। ଏକଦମ। ଏହା ଗୋଟେ ଗଭୀର ବିଷୟ। ଆଉ ଯଦି ଏମିତି ଆଲୋଚନା ଆପଣଙ୍କୁ ଭଲ ଲାଗୁଛି, ଆପଣଙ୍କର ଆଧ୍ୟାତ୍ମିକ ଯାତ୍ରାରେ କିଛି ସାହାଯ୍ୟ କରୁଛି ବୋଲି ଭାବୁଛନ୍ତି, ତେବେ ଆମ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ। ହଁ, ତାହେଲେ ଆଗକୁ ଆମେ ଯେତେବେଳେ ଗୀତାର ଆହୁରି ଶ୍ଲୋକ ବିଷୟରେ କଥା ହେବା, ସେସବୁ ଆପଣଙ୍କ ପାଖରେ ସହଜରେ ପହଞ୍ଚିଯିବ। ତେବେ ଆସନ୍ତୁ ଆରମ୍ଭ କରିବା। ପ୍ରଥମେ ସେହି ମୂଳ ଶ୍ଲୋକଟିକୁ ଶୁଣିବା। ନିଶ୍ଚୟ। ଶ୍ରୀମଦ୍ ଭଗବଦ୍ ଗୀତା, ଅଧ୍ୟାୟ 2, ଶ୍ଲୋକ 49। ଦୂରେଣ ହ୍ୟବରମ୍ କର୍ମ ବୁଦ୍ଧି ଯୋଗାଦ୍ ଧନଞ୍ଜୟ ବୁଦ୍ଧୌ ଶରଣମନ୍ୱୀଚ୍ଛ କୃପଣା ଫଲହେତବ। 49। ବାଃ, ଶୁଣିବାକୁ ବହୁତ ଶକ୍ତିଶାଳୀ ଲାଗୁଛି। ତେବେ ମୋଟାମୋଟି ଭାବେ ଏହାର ମୁଖ୍ୟ ବାର୍ତ୍ତା କ'ଣ? ମାନେ ଭଗବାନ ଏଠି କେଉଁ ଦୁଇଟା ଜିନିଷ ଭିତରେ ପାର୍ଥକ୍ୟ ଦେଖୁଛନ୍ତି? ଆଜ୍ଞା, ହଁ। ପୁରା ମୂଳ କଥାଟା ହେଉଛି, ଏଠି ଭଗବାନ ଦୁଇ ପ୍ରକାର କର୍ମ ଆଉ ତା ପଛର ମନୋଭାବ ବିଷୟରେ କହୁଛନ୍ତି। ଗୋଟେ ହେଲା ଆମର ସାଧାରଣ କାମ, ମାନେ ଯୋଉଟା ଆମେ ଫଳ ଆଶାରେ କରୁ। ଏଠି ତାକୁ କର୍ମ କୁହାଯାଇଛି। ଏଇ ପ୍ରସଙ୍ଗରେ ଏହା ହେଲା ସକାମ କର୍ମ। ଆଚ୍ଛା। ଆଉ ଅନ୍ୟଟି ହେଲା ବୁଦ୍ଧି ଯୋଗ, ଅର୍ଥାତ୍ ବିବେକ ସହିତ ଜ୍ଞାନକୁ ଆଧାର କରି ଆଉ ବିନା ଫଳ ଆଶାରେ କରାଯାଉଥିବା କର୍ମ। ଓହୋ। ଆଉ ଭଗବାନ ପୁରା ସ୍ପଷ୍ଟ କରୁଛନ୍ତି ଯେ ଏଇ ଯୋଉ ଫଳ ଆଶାରେ କରାଯାଉଥିବା କାମଟା ଅଛି ନା, କର୍ମ, ସେଇଟା ବୁଦ୍ଧିଯୋଗ, ବୁଦ୍ଧି ଯୋଗାତ୍ ତୁଳନାରେ ବହୁତ ଦୂରେଣ, ମାନେ ବହୁତ ଦୂରରେ। ହଁ। ହେ, ନିଶ୍ଚୟ। ଅବରମ୍, ମାନେ ବହୁତ ହୀନ, ବହୁତ ନିକୃଷ୍ଟ। ବାପରେ। ଅର୍ଥାତ୍ କର୍ମର ଫଳ ଚାହିବାଟା ହିଁ ଏଠି ମୂଳ ସମସ୍ୟା ଭଳି ଲାଗୁଛି। ଏଇଟା ହିଁ କର୍ମକୁ ତଳକୁ ନେଇଯାଉଛି। ହଁ, ଠିକ୍ ସେଇଆ। ଏକଦମ। ଭଗବାନ ସେଇଆ ହିଁ କହୁଛନ୍ତି। ଫଳର ଆସକ୍ତି, ସେଇଟା ହିଁ କର୍ମକୁ ବାନ୍ଧିଦିଏ, ବନ୍ଧନକାରୀ କରିଦିଏ। ସେଥିପାଇଁ ସେ ଅର୍ଜୁନଙ୍କୁ, ଯାଙ୍କୁ ଏଠି ଧନଞ୍ଜୟ ବୋଲି ଡାକୁଛନ୍ତି, ତାଙ୍କୁ ପରାମର୍ଶ ଦଉଛନ୍ତି, ବୁଦ୍ଧୌ ଶରଣମ୍ ଅନ୍ୱିଷ୍ୟ। ମାନେ ତୁମେ ସେ ବୁଦ୍ଧିରେ ଶରଣ ନିଅ, ସେଇ ନିଷ୍କାମ ଭାବରେ, ସେଇ ସମତ୍ୱ ବୁଦ୍ଧିର ଆଶ୍ରୟ ନିଅ। କାରଣ ଯେଉଁମାନେ କେବଳ ଫଳ ପାଇଁ କାମ କରନ୍ତି, ଫଳହେତବଃ, ମାନେ ଫଳଟା ହିଁ ଯେଉଁମାନଙ୍କର କାମର ମୂଳ କାରଣ ବା ପ୍ରେରଣା, ସେମାନେ ହେଉଛନ୍ତି କୃପଣାଃ, ଅର୍ଥାତ୍ ଦୀନ, ହୀନ, ସଂକୀର୍ଣ୍ଣମନା। ଆଚ୍ଛା, ଏହି ଶ୍ଲୋକଟା ଗୀତାର କୋଉ ଜାଗାରେ ଆସୁଛି? ମାନେ ଏହାର ଆଗରୁ କି ପଛରୁ କିଛି ସମ୍ପର୍କ ଅଛି କି? ଆଜ୍ଞା, ଏଇଟା ଗୋଟେ ବହୁତ ଭଲ ପ୍ରଶ୍ନ ପଚାରିଲେ। ଏଇ ଶ୍ଲୋକଟା 2.49, ଠିକ୍ ତା ପୂର୍ବରୁ ଯେଉଁ ଦୁଇଟା ବହୁତ ପ୍ରସିଦ୍ଧ ଶ୍ଲୋକ ଅଛି ନା, 2.47 ଆଉ 2.48, ତା ପରେ ହିଁ ଆସୁଛି। ଓହୋ, ସେ କର୍ମଣ୍ୟେବାଧିକାରସ୍ତେ। ହଁ, ଏକଦମ। 2.46ରେ ଭଗବାନ ସେଟା କହିଛନ୍ତି, କର୍ମଣ୍ୟବାଧିକାରସ୍ତେ ମା ଫଲେଷୁ କଦାଚନ। ତୁମର ଅଧିକାର କେବଳ କର୍ମରେ, ଫଳରେ ଜମା ନୁହେଁ। ଆଉ ତାପରେ? ଆଉ 2.46ରେ କହିଛନ୍ତି, ଯୋଗସ୍ଥ କୁରୁ କର୍ମାଣି ସଙ୍ଗମ ତ୍ୟକ୍ତ୍ୱା ଧନଞ୍ଜୟ। ଯୋଗରେ ସ୍ଥିତ ହୋଇ ଆସକ୍ତି ଛାଡ଼ି କାମ କର, ଆଉ ସିଦ୍ଧି ହେଉ କି ଅସିଦ୍ଧି, ସବୁଥିରେ ସମାନ ରୁହ, କାରଣ ଏଇ ସମାନ ଭାବଟା ହିଁ ଯୋଗ। ତ ଏ ଦୁଇଟା ଶ୍ଲୋକରେ ଯେତେବେଳେ ସେ ନିଷ୍କାମ କର୍ମର ମୂଳଦୁଆ ପକାଇ ସାରିଛନ୍ତି, ତାପରେ ଏଇ 49ତମ ଶ୍ଲୋକରେ ସେ କଥାଟାକୁ ଆହୁରି ଦୃଢ଼ କରୁଛନ୍ତି। ଆଚ୍ଛା। ସେ ବୁଝାଉଛନ୍ତି ଯେ କାହିଁକି ଫଳ ଆଶାରେ କରାଯାଉଥିବା କାମଟା ହୀନ, ଆଉ କାହିଁକି ନିଷ୍କାମ ଭାବରେ, ମାନେ ବୁଦ୍ଧିର ଆଶ୍ରୟ ନେଇ କାମ କରିବାଟା ହିଁ ସବୁଠୁ ଭଲ ରାସ୍ତା। ପୁରା ସ୍ପଷ୍ଟ ହେଇଗଲା ଏବେ। ଆପଣ ଆରମ୍ଭରୁ କହିଥିଲେ ଦୁଇ ପ୍ରକାର କର୍ମ ବିଷୟରେ, ଗୋଟେ ସକାମ ଆଉ ଗୋଟେ ନିଷ୍କାମ, ଯାହାକୁ ବୁଦ୍ଧିଯୋଗ କହିଲେ। ଏ ଦୁଇଟା ଭିତରେ ପ୍ରକୃତ ଫରକ କ'ଣ? ଖାଲି ଫଳ ଆଶା ରଖିବା ନ ରଖିବା କଥା? ହଁ, ମୂଳ ଫରକଟା ସେଇଠି, କିନ୍ତୁ ତାର ପ୍ରଭାବଟା ବହୁତ ଗଭୀର। ଦେଖନ୍ତୁ, ସକାମ କର୍ମ ମାନେ ସେଇ କାମ ଯୋଉଟା ଆମେ କିଛି ନିଜ ପାଇଁ, କିଛି ସ୍ୱାର୍ଥ ପାଇଁ, ବା କିଛି ଗୋଟେ ନିର୍ଦ୍ଦିଷ୍ଟ ଫଳ ପାଇବାକୁ କରୁ। ଯେମିତିକି? ଯେମିତିକି ଭାବନ୍ତୁ,
ପରୀକ୍ଷାରେ ଭଲ କରିବା ପାଇଁ ପୂଜା କରିବା କିମ୍ବା ସମାଜରେ ନାଁ କମେଇବା ପାଇଁ ଦାନ କରିବା ନହେଲେ ଶତ୍ରୁକୁ ହରେଇବା ପାଇଁ ଯଜ୍ଞ କରିବା ଏସବୁରେ କ'ଣ ହେଉଛି କାମ ପଛରେ ମୂଳ କାରଣଟା ହେଲା ଫଳ। ବୁଝିଲି। ଆଉ ନିଷ୍କାମ କର୍ମ? ଆଉ ନିଷ୍କାମ କର୍ମ ହେଲା ସେଇ କାମ ଯୋଉଟା ଆମେ ଖାଲି ଆମ କର୍ତ୍ତବ୍ୟ ଭାବି କରୁ ବା ଈଶ୍ୱରଙ୍କ ଆଦେଶ ପାଳନ କରୁଛୁ ବୋଲି କରୁ କିମ୍ବା ଲୋକଙ୍କ ଭଲ ପାଇଁ କରୁ କିନ୍ତୁ ଫଳ କ'ଣ ମିଳିବ ସେ କଥା ମୁଣ୍ଡରେ ନଥାଏ। ଉଦାହରଣ? ଯେମିତି ଜଣେ ସୈନିକ ଦେଶ ପାଇଁ ଲଢ଼େ, ଜଣେ ଡାକ୍ତର ରୋଗୀର ସେବା କରେ ବା ଜଣେ ମା' ନିଜ ପିଲାକୁ ବଡ଼ କରେ। ଯଦି ଏସବୁ କାମ ବିନା ସ୍ୱାର୍ଥରେ କରାଯାଏ ତାହେଲେ ସେଇଟା ନିଷ୍କାମ କର୍ମ। କିନ୍ତୁ ଫଳ ଆଶା କରିବାଟା ତ ମଣିଷର ସ୍ୱଭାବ। ତେବେ ସେହି ସକାମ କର୍ମକୁ ହୀନ କାହିଁକି କୁହାଗଲା ସେଇଟା ଟିକେ? ହଁ, କଥାଟା ହେଲା ଭଗବାନଙ୍କ ଦୃଷ୍ଟିରେ ଏଇଟା ହୀନ କାହିଁକି ନା ଏଇଟା ଆମକୁ ବାନ୍ଧିଦିଏ, ବନ୍ଧନ ସୃଷ୍ଟି କରେ। ବନ୍ଧନ? କେମିତି? ଯେତେବେଳେ ଆମେ ଫଳ ପାଇଁ କାମ କରୁ ଆମ ମନଟା ସେ ଫଳ ସାଙ୍ଗରେ ପୁରା ଯୋଡ଼ି ହେଇଯାଏ। ଫଳ ମିଳିଗଲା ତ ଆମକୁ ଭାରି ଖୁସି ଲାଗେ, ଗର୍ବ ବି ହୁଏ। ହଁ, ଠିକ୍ କଥା। ଆଉ ଯଦି ନ ମିଳିଲା ତାହେଲେ ଦୁଃଖ, ରାଗ, ନିରାଶା ଏସବୁ ଆସେ। ଏଇ ଯୋଉ ସୁଖ ଦୁଃଖର ଖେଳଟା ଅଛି ନା, ଏଇଟା ହିଁ ଆମକୁ ସଂସାର ଚକ୍ରରେ ବାନ୍ଧିକି ରଖେ। ଓହୋ। କିନ୍ତୁ ଯେତେବେଳେ ଆମେ ଫଳର ଆଶାଟାକୁ ଛାଡ଼ି ଦଉ, ଖାଲି କର୍ତ୍ତବ୍ୟ ଭାବିକି କାମ କରୁ, ସେତେବେଳେ କ'ଣ ହୁଏ? ଆମ ମନଟା ଶାନ୍ତ ରହେ, ସ୍ଥିର ରହେ। ହଁ। ସଫଳତା ଆସୁ କି ବିଫଳତା ଆସୁ ଆମେ ବିଚଳିତ ହଉନି। ଆଉ ଏମିତି କାମ କ'ଣ କରେ? ଆମ ମନକୁ, ଆମ ଚିତ୍ତକୁ ଶୁଦ୍ଧ କରେ, ଆମକୁ କର୍ମର ବନ୍ଧନରୁ ବାହାର କରିବାରେ ସାହାଯ୍ୟ କରେ, ଆଉ ଆମକୁ ଆଧ୍ୟାତ୍ମିକ ବାଟରେ ଆଗକୁ ନିଏ। ସେଥିପାଇଁ ତ ଏଇଟା ଶ୍ରେଷ୍ଠ। ବହୁତ ବଢ଼ିଆ ବୁଝେଲେ। ଏବେ ଆସିବା ସେଇ ବୁଦ୍ଧି ଶବ୍ଦକୁ। ଶ୍ଲୋକରେ ବାରମ୍ବାର ଆସୁଛି ବୁଦ୍ଧି ଯୋଗ, ବୁଦ୍ଧୌ ଶରଣମନ୍ବିଚ୍ଛ। ଏ ଯୋଉ ବୁଦ୍ଧି କଥା କୁହାଯାଉଛି ଏଇଟା କ'ଣ ଆମର ସାଧାରଣ ବୁଦ୍ଧି ମାନେ ଯୋଉଟା ଆମ ମୁଣ୍ଡରେ ଅଛି ନା ଏହାର କିଛି ଆହୁରି ଗଭୀର ମାନେ ଅଛି? ଆଉ ଭଗବାନ କାହିଁକି ଏଇ ବୁଦ୍ଧିର ଶରଣ ନେବାକୁ ଏତେ ଜୋର ଦେଉଛନ୍ତି? ବହୁତ ଭଲ ପ୍ରଶ୍ନ। ନା, ଏଠି ବୁଦ୍ଧି କହିଲେ ଖାଲି ଆମ ସାଧାରଣ ବୁଦ୍ଧିମତା ବା ଇଣ୍ଟେଲେକ୍ଟକୁ ବୁଝାଉନି। ଗୀତାରେ ବିଶେଷ କରି ଏଇ ଜାଗାରେ ବୁଦ୍ଧିର ମାନେ ବହୁତ ବଡ଼, ବହୁତ ଗଭୀର। ଏଇଟା ମୁଖ୍ୟତଃ ତିନିଟା କଥା କହୁଛି। କ'ଣ କ'ଣ? ପ୍ରଥମ ହେଲା ବିବେକ ବୁଦ୍ଧି, ମାନେ ଠିକ୍ କ'ଣ ଭୁଲ କ'ଣ, କୋଉଟା କରିବା କଥା କୋଉଟା ନୁହେଁ, କୋଉଟା ଆମ ପାଇଁ ଭଲ କୋଉଟା ଖାଲି ଦେଖେଇବା ପାଇଁ, ଏସବୁ ଭିତରେ ଫରକ ଜାଣିପାରୁଥିବା ଯୋଉ ନିର୍ମଳ ଜ୍ଞାନଟା। ଦ୍ୱିତୀୟ ହେଲା ସମତ୍ୱ ବୁଦ୍ଧି, ମାନେ ସୁଖ ଆସୁ କି ଦୁଃଖ ଆସୁ, ଲାଭ ହଉ କି କ୍ଷତି ହଉ, ଜିତିଲେ କି ହାରିଲେ, କିଏ ସମ୍ମାନ ଦେଲା କି ଅପମାନ ଦେଲା, ଏସବୁ ଦ୍ୱନ୍ଦ୍ୱ ଭିତରେ ଯୋଉ ମନଟା ସ୍ଥିର ରହେ, ପୁରା ସମାନ ଭାବରେ ରହେ, ଏଇଟା ଫଳର ଆଶାରୁ ପୁରା ମୁକ୍ତ। ଆଚ୍ଛା। ଆଉ ତୃତୀୟ ହେଲା ନିଶ୍ଚୟାତ୍ମିକ ବୁଦ୍ଧି, ମାନେ ଯୋଉ ବୁଦ୍ଧିଟା ଖାଲି ଗୋଟିଏ ଲକ୍ଷ୍ୟ ଉପରେ ଥାଏ, ଆତ୍ମଜ୍ଞାନ ପାଇବା ବା ଈଶ୍ୱରଙ୍କୁ ପାଇବା, ଏହି ଲକ୍ଷ୍ୟରେ ସ୍ଥିର ଥାଏ। ଓହୋ, ତେବେ ଏତେ କଥା ଅଛି ଏ ବୁଦ୍ଧି ଭିତରେ? ରଖନି, ଫଳର ଚିନ୍ତା କରନି, ଖାଲି କର୍ତ୍ତବ୍ୟ ଭାବିକି କର। ଆଉ ଭଗବାନ ଏଇ ବୁଦ୍ଧିରେ ଶରଣ ନେବାକୁ କାହିଁକି କହୁଛନ୍ତି? କାରଣ ଏଇ ବୁଦ୍ଧିଟା ହିଁ ଆମକୁ ଠିକ୍ ରାସ୍ତା ଦେଖାଏ, ଆମ କାମକୁ ଯୋଗରେ ବଦଳାଇ ଦିଏ, ଆଉ ଆମକୁ ବନ୍ଧନରୁ ମୁକ୍ତି ଆଡ଼କୁ ନେଇଯାଏ। ଆମ ସାଧାରଣ ମନଟା ତ ଭାରି ଚଞ୍ଚଳ, କେତେ କ'ଣ ବାସ୍ନା, ସେଥିରେ ଶରଣ ନେଲେ ତ ବିପଦ। କିନ୍ତୁ ଏଇ ଯୋଉ ସ୍ଥିର ନିର୍ମଳ ବୁଦ୍ଧି ଅଛି, ଏଇଟା ହିଁ ପ୍ରକୃତ ଆଶ୍ରୟ। ଏବେ ପୁରା ବୁଝିହେଲା। ଆଚ୍ଛା, ଆଉ ସେଇ ଶବ୍ଦଟା ଯୋଉଟା ମୋତେ ପ୍ରଥମରୁ ଟିକେ ଖଟକା ଲାଗୁଥିଲା, କୃପଣାଃ ଫଳ ହେତବଃ, ଯୋଉମାନେ ଖାଲି ଫଳ ପାଇଁ କାମ କରନ୍ତି ସେମାନଙ୍କୁ କୃପଣା ବା କଞ୍ଜୁସ କାହିଁକି କୁହାଗଲା? ଏଇଟା ଟିକେ ଅଜବ ଲାଗୁନି? ହଁ, ଏଇଟା ପ୍ରକୃତରେ ଏଇ ଶ୍ଲୋକର ଗୋଟେ ବହୁତ ଗଭୀର ଆଉ ମନକୁ ଛୁଇଁଲା ଭଳିଆ ଅଂଶ। ସାଧାରଣତଃ ଆମେ କୃପଣ କହିଲେ କାହାକୁ ବୁଝୁ? ଯାହା ପାଖରେ ଧନ ଅଛି କିନ୍ତୁ ସେ ଖର୍ଚ୍ଚ କରୁନି କି ଭୋଗ କରୁନି, କଞ୍ଜୁସ ଲୋକ। ହଁ। କିନ୍ତୁ ଭଗବାନ ଏଠି ଏଇ ଶବ୍ଦଟାକୁ ଗୋଟେ ଆଧ୍ୟାତ୍ମିକ ଅର୍ଥରେ ବ୍ୟବହାର କରୁଛନ୍ତି। ସେ କହୁଛନ୍ତି ଯୋଉମାନେ ଖାଲି କର୍ମଫଳକୁ ଫଳ ହେତୁ ବା ଗୁରୁତ୍ୱ ଦିଅନ୍ତି, ମାନେ ଫଳଟାକୁ ହିଁ ନିଜ କାମର ଏକମାତ୍ର କାରଣ ବା ଉଦ୍ଦେଶ୍ୟ ଭାବନ୍ତି, ସେମାନେ ପ୍ରକୃତରେ ଆଧ୍ୟାତ୍ମିକ ଦୃଷ୍ଟିରୁ ଦେଖିଲେ କୃପଣ, ମାନେ ଦରିଦ୍ର। ଆଧ୍ୟାତ୍ମିକ ଦୃଷ୍ଟିରୁ ଦରିଦ୍ର ସେଠି କେମିତି? କାରଣ ଦେଖନ୍ତୁ, ଆମ ମଣିଷ ଭିତରେ ଅସୀମ ଆତ୍ମିକ ଶକ୍ତି, ଅସୀମ ସମ୍ଭାବନା ଲୁଚିକି ଅଛି। ଆମ ଆତ୍ମା ପ୍ରକୃତରେ କ'ଣ? ସତ୍, ଚିତ୍, ଆନନ୍ଦ, ଅନନ୍ତ ଶାନ୍ତି ଓ ମୁକ୍ତିର ଅଧିକାରୀ। କିନ୍ତୁ ଯୋଉ ଲୋକ ଏ ଯୋଉ ଅନନ୍ତ ଆତ୍ମିକ ସମ୍ପଦଟା ଅଛି ତାକୁ ପୁରା ଭୁଲିଯାଏ, ଆଉ ଖାଲି ସାମାନ୍ୟ ଯୋଉ ଦିନେ ଅଛି କାଲିକି ନାହିଁ ସେମିତିକା ସୀମିତ ସାଂସାରିକ ଫଳ ପଛରେ ଦୌଡ଼େ, ଯେମିତିକି ଟଙ୍କା ପଇସା, ମାନ ସମ୍ମାନ, ସୁଖ, ଏପରିକି ସ୍ୱର୍ଗ,
ସେ ଲୋକ ନିଜର ଅସଲ ସ୍ୱରୂପକୁ ଜାଣିପାରେ ନା। ଆଚ୍ଛା। ସେ ନିଜର ଅସଲ ମୂଲ୍ୟ କ'ଣ ସେଇଟା ବୁଝିପାରେ ନା। କେମିତି କହିବି, ଯେମିତିକି ଜଣେ ରାଜା ନିଜର ରାଜଗାଦି କଥା ଭୁଲିକି ଭିଖାରୀ ପରି ବୁଲୁଛି, ବା ଜଣେ କୋଟିପତି ତାର କୋଟିଏ ଟଙ୍କା ଆଠା ଭୁଲିକି ରାସ୍ତାରେ ପଡ଼ିଥିବା ପଇସାଟେ ପାଇଁ ଲୋଭ କରୁଛି। ହଁ, ବୁଝିଲେ। ଠିକ୍ ସେମିତି ଏଇ ଯୋଉ ଫଳ ପଛରେ ଦୌଡ଼ୁଥିବା ଲୋକମାନେ, ସେମାନେ ଅନନ୍ତ ଆତ୍ମିକ ଆନନ୍ଦ ଆଉ ମୁକ୍ତିର ଯୋଉ ମହାସାଗର ଅଛି ତାକୁ ଛାଡ଼ିକେ ସାମାନ୍ୟ ସାଂସାରିକ ସୁଖଭୋଗର ପୋଖରୀ ପାଣି ପାଇଁ ବ୍ୟାକୁଳ ହେଉଛନ୍ତି। ସେମାନେ ନିଜ ଆତ୍ମାର ଅସଲ ମହତ୍ତ୍ୱଟାକୁ ବୁଝିପାରୁନାହାନ୍ତି। ସେଥିପାଇଁ ତାଙ୍କ ହୃଦୟଟା ସାନ, ତାଙ୍କ ଦୃଷ୍ଟିଟା ସୀମିତ। ଏଇ ଅର୍ଥରେ ସେମାନେ କୃପଣ। ବା, ଏଇଟା ତ ଗୋଟେ ପୁରା ଅଲଗା ଦୃଷ୍ଟିକୋଣ ଦେଲା। ବହୁତ ପ୍ରଭାବଶାଳୀ କଥା। ଏଇଟା ଶୁଣିଲେ ଲାଗୁଛି ଆମେ ଯାହା ବି କାମ କରୁଛେ ତା ପଛରେ ଆମ ଉଦ୍ଦେଶ୍ୟ କ'ଣ ଅଛି ସେ ବିଷୟରେ ପୁଣି ଥରେ ଭାବିବା ଦରକାର। ନିଶ୍ଚୟ। ତେବେ ଏହାର ଦାର୍ଶନିକ ଦିଗଟା କ'ଣ? ମାନେ କର୍ମ ଆଉ ଫଳ ଭିତରେ ଯୋଉ ସମ୍ବନ୍ଧ କଥା କୁହାଗଲା ସେଟା ଆହୁରି କେତେ ଗଭୀର? ଦେଖନ୍ତୁ, ଦାର୍ଶନିକ ଦୃଷ୍ଟିରୁ ଦେଖିଲେ ଏଇ ଶ୍ଲୋକଟା କର୍ମ ସିଦ୍ଧାନ୍ତର ଗୋଟେ ବହୁତ ମୁଖ୍ୟ ଦିଗକୁ ଆଲୋକିତ କରୁଛି। ଏଟା ଦେଖାଉଛି ଯେ କର୍ମ ମୁଖ୍ୟତଃ ଦୁଇଟା ସ୍ତରରେ କରାଯାଇପାରେ। ପ୍ରଥମ ସ୍ତର ହେଲା ଆମର ସାଧାରଣ ସାଂସାରିକ ବା ଭୌତିକ ସ୍ତର। ଏଇଠି ଆମେ ଫଳର ଆଶା ଆଉ ଆସକ୍ତି ନେଇକି କାମ କରୁ। ଏଇ ଯୋଉ ଆସକ୍ତି ସହିତ କରାଯାଉଥିବା କାମ, ଏଇଟା କ'ଣ କରେ ନା କର୍ମ ବୀଜ ତିଆରି କରେ। ଆଉ ସେଇ ବୀଜର ଫଳ ଭୋଗିବା ପାଇଁ, ମାନେ ପୁଣ୍ୟ ପାପର ଫଳ ଭୋଗିବା ପାଇଁ ଆମକୁ ବାରମ୍ବାର ଏହି ଜନ୍ମମୃତ୍ୟୁ ଚକ୍ରରେ ଭୁଲିବାକୁ ପଡ଼େ। ଆଚ୍ଛା। ଆଉ ଯେକୌଣସି ସାଂସାରିକ ଫଳକୁ ଦେଖନ୍ତୁ, ସୁଖ ହେଉ କି ଦୁଃଖ ହେଉ, ସବୁକିଛି ଅସ୍ଥାୟୀ, ଆସେ ପୁଣି ଚାଲିଯାଏ। କିନ୍ତୁ ସେଇଟା ପ୍ରତି ଆମର ଯୋଉ ମୋହ ବା ଆସକ୍ତିଟା ରହିଯାଏ, ସେଇଟା ହିଁ ଦୁଃଖର କାରଣ ହୁଏ। ସତ କଥା। ଏବେ ଆସନ୍ତୁ ଦ୍ୱିତୀୟ ସ୍ତରକୁ। ସେଇଟା ହେଲା ଆଧ୍ୟାତ୍ମିକ ବା ଯୋଗଯୁକ୍ତ ସ୍ତର। ଏଇଠି ଆମେ ବୁଦ୍ଧିଯୋଗର ଆଶ୍ରୟ ନେଉ, ମାନେ ଫଳର ଆଶା ଆଉ ଆସକ୍ତିକୁ ପୁରା ଛାଡ଼ିଦେଇ ଖାଲି କର୍ତ୍ତବ୍ୟ ଭାବି ସମାନ ଭାବ ରଖି କାମ କରୁ। ହଁ। ଏଇଟାକୁ ହିଁ ନିଷ୍କାମ କର୍ମ କୁହାଯାଏ। ଏଇ କାମ କ'ଣ କରେ? ଆମ ମନକୁ ଶୁଦ୍ଧ କରେ, ଆମ ଅହଙ୍କାରକୁ କମ୍ କରେ, ଆଉ ସବୁଠୁ ବଡ଼ କଥା, ଏଇଟା ନୂଆ କର୍ମବନ୍ଧନ ତିଆରି କରେନି, ବରଂ ପୁରୁଣା ଯୋଉ ବନ୍ଧନ ଅଛି ତାକୁ କାଟିବାରେ ସାହାଯ୍ୟ କରେ। ବାଃ। ଆଉ ଏଇ ନିଷ୍କାମ କର୍ମ ହିଁ ଧୀରେ ଧୀରେ ଆମକୁ ଆତ୍ମଜ୍ଞାନ ଆଡ଼କୁ, ମୁକ୍ତି ଆଡ଼କୁ ନେଇଯାଏ। ସେଥିପାଇଁ ତ ଭଗବାନ ଏତେ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ସକାମ କର୍ମ ତୁଳନାରେ ନିଷ୍କାମ କର୍ମ ଯୋଗ ହିଁ ଅନେକ ଗୁଣରେ ଭଲ, ବହୁତ ଶ୍ରେଷ୍ଠ। କାରଣ ଏଇଟା ହିଁ ଆମକୁ ଆମର ଅସଲ ଲକ୍ଷ୍ୟ ପାଖରେ ପହଞ୍ଚେଇ ପାରିବ। ଏଇ ଯୋଉ ଶିକ୍ଷା ଶୁଣିବାକୁ ତ ବହୁତ ବଡ଼ ଲାଗୁଛି, ବହୁତ ମହାନ ଲାଗୁଛି, କିନ୍ତୁ ଏଇଟାକୁ ଆମ ଦୈନନ୍ଦିନ ଜୀବନରେ, ମାନେ ପ୍ରତିଦିନର କାମରେ ଲଗେଇବା, ସେଇଟା ବୋଧ ଟିକେ କଷ୍ଟ ମନେ ହୁଏ। ଏହାର କିଛି ବ୍ୟବହାରିକ ଦିଗ ଅଛି କି? ଆମେ ଏହାକୁ କେମିତି ନିଜ ଜୀବନରେ ଲଗେଇ ପାରିବା? ନିଶ୍ଚିତ ଭାବେ ଏଇଟା ଗୋଟେ ସାଧନା ସତ, କିନ୍ତୁ ଏହାର ପ୍ରୟୋଗ ଆମ ଜୀବନର ପ୍ରତିଟି କାମରେ, ପ୍ରତିଟି କ୍ଷେତ୍ରରେ ହେଇପାରିବ। ଦେଖନ୍ତୁ ନା, ଯଦି ଜଣେ ଛାତ୍ର ଖାଲି ପରୀକ୍ଷାରେ ଫାଷ୍ଟ ହେବା ପାଇଁ ପଢ଼ୁଛି କିମ୍ବା ଭଲ ନମ୍ବର ଆଣିବା ପାଇଁ ପଢ଼ୁଛି, ସେଇଟା କ'ଣ ହେଲା? ସକାମ ଭାବନା। ହଁ। ତାହେଲେ ତା ମନରେ ସବୁବେଳେ ଗୋଟେ ଚାପ ରହିବ, ଗୋଟେ ଡର ରହିବ, ଆଉ ପ୍ରତିଯୋଗିତା ଭାବନା ରହିବ। ଫଳ ଯଦି ଟିକେ ଏପଟ ସେପଟ ହେଇଗଲା, ସେ ପୁରା ଭାଙ୍ଗି ପଡ଼ିବ। ହଁ, ଏମିତି ହୁଏ। କିନ୍ତୁ ଯଦି ସେଇ ଛାତ୍ର ଜଣକ ଖାଲି ଶିଖିବାର ଖୁସି ପାଇଁ ପଢ଼ିବ, କିଛି ନୂଆ ଜାଣିବା ପାଇଁ ପଢ଼ିବ, ଆଉ ଭାବିବ ଯେ ପଢ଼ିବାଟା ତାର କର୍ତ୍ତବ୍ୟ, ତେବେ କ'ଣ ହେବ? ସେଇଟା ହେଲା ନିଷ୍କାମ ଭାବନା। ଆଚ୍ଛା। ସେତେବେଳେ ପଢ଼ାଟା ତାକୁ ବୋଝ ଭଳିଆ ଲାଗିବନି, ବରଂ ଖୁସି ଲାଗିବ। ସେ ବିନା ଚାପରେ ରହିବ, ଆଉ ଦେଖିବେ ଭଲ ଫଳ ବି ମିଳିବାର ସମ୍ଭାବନା ବଢ଼ିଯିବ। ଏଇଟା ଗୋଟେ ବହୁତ ଭଲ ଉଦାହରଣ। ଆଉ କର୍ମକ୍ଷେତ୍ରରେ, ଚାକିରି ବା ବ୍ୟବସାୟରେ? ସେଠି ବି ସେଇ ଏକା କଥା। ଯଦି ଜଣେ ଖାଲି ପ୍ରମୋସନ୍ ପାଇଁ କାମ କରୁଛି, କିମ୍ବା ଅଧିକ ଦରମା ପାଇଁ, କିମ୍ବା ବେପାରରେ ଖାଲି ଲାଭଟାକୁ ଦେଖୁଛି, ତେବେ ଟିକେ କିଛି ବାଧା ଆସିଲେ ବା ଅସଫଳତା ମିଳିଲେ ସେ ପୁରା ନିରାଶ ହେଇଯିବ, ଚିନ୍ତାରେ ପଡ଼ିଯିବ। କିନ୍ତୁ ଯଦି ସେ ନିଜ କାମଟାକୁ ନିଜର ଦାୟିତ୍ୱ ବୋଲି ଭାବିବ, ନିଜର କର୍ତ୍ତବ୍ୟ ବୋଲି ଭାବିବ, ଆଉ ପୁରା ସଚ୍ଚୋଟ ଭାବରେ ନିଷ୍ଠା ରଖି କରିବ, ଆଉ ଫଳ କ'ଣ ହେବ ସେଟାକୁ ଈଶ୍ୱରଙ୍କ ଉପରେ ଛାଡ଼ିଦେବ, ତାହେଲେ କ'ଣ ହେବ? ସଫଳତା ମିଳିଲେ ବି ତାକୁ ଗର୍ବ ହେବନି, ଆଉ ବିଫଳତା ଆସିଲେ ବି ସେ ଦୁଃଖରେ ଭାଙ୍ଗି ପଡ଼ିବନି। ତା ମନରେ ଗୋଟେ ଶାନ୍ତି ରହିବ। ବହୁତ ବଢ଼ିଆ। ଆଉ ଆମର ସମ୍ପର୍କଗୁଡ଼ିକରେ, ପରିବାରରେ, ସମାଜରେ? ସେଠି ବି ଠିକ୍ ସେମିତି। ଯଦି ଆମେ ଆମ ସମ୍ପର୍କଗୁଡ଼ିକୁ ଖାଲି କିଛି ପାଇବା ଆଶରେ ରଖୁଛେ, ମାନେ ମୋ ପାଇଁ ସେ କ'ଣ କରୁଛି, ଏଇ ସ୍ୱାର୍ଥ ଦୃଷ୍ଟିରେ ଦେଖୁଛେ, ତେବେ ସେଥିରେ କଳି, ଝଗଡ଼ା, ଅଶାନ୍ତି, ଦୁଃଖ ଆସିବାଟା ପୁରା ସ୍ୱାଭାବିକ। ହଁ,
ସତ କଥା। କିନ୍ତୁ ଯଦି ଆମେ ବିନା ସ୍ୱାର୍ଥରେ ଭଲ ପାଇବା ଦେଉଛେ, ସେବା କରୁଛେ, ନିଜ କର୍ତ୍ତବ୍ୟ କରୁଛୁ ଆଉ ବଦଳରେ କିଛି ଆଶା ରଖୁନେ, ତେବେ ସେହି ସମ୍ପର୍କଟା ବହୁତ ମଧୁର ହୁଏ, ବହୁତ ମଜବୁତ ହୁଏ ଆଉ ବହୁତ ଦିନ ଯାଏଁ ତିଷ୍ଠେ। ଏସବୁ ଶୁଣିଲା ପରେ ମୋତେ ଲାଗୁଛି ଆଜିକାଲିର ଯୁଗରେ ଏହାର ଆବଶ୍ୟକତା ବୋଧେ ଆହୁରି ବେଶୀ। କାରଣ ଆମେ ଏମିତି ଗୋଟେ ସମାଜରେ ରହୁଛେ ଯୋଉଟା ପୁରା ଫଳ କେନ୍ଦ୍ରିକ ହେଇଯାଇଛି, ମାନେ ରେଜଲ୍ଟ ଓରିଏଣ୍ଟେଡ୍। ସବୁଠି ଖାଲି ଫଳାଫଳ ଦେଖାଯାଉଛି, ଲାଭ କ୍ଷତିର ହିସାବ ଚାଲିଛି, ଆଉ ତା ଫଳରେ କ'ଣ ହେଉଛି, ଆମେ ସବୁବେଳେ ଚାପରେ ରହୁଛେ, ଚିନ୍ତାରେ ରହୁଛେ, ଅବସାଦଗ୍ରସ୍ତ ହେଉଛେ ଆଉ କେବେ ବି ସନ୍ତୁଷ୍ଟ ହେଇପାରୁନେ। ଆପଣ ଏକଦମ ଠିକ୍ ଜାଗାଟାକୁ ଧରିଛନ୍ତି। ବାସ୍ତବରେ ଆଜିର ଏଇ ଯୋଉ ଏତେ ପ୍ରତିଯୋଗିତା ଭରା, ଭୋଗବାଦୀ ଆଉ ଖାଲି ଫଳ ପଛରେ ଦୌଡ଼ୁଥିବା ସମାଜ ଅଛି, ସେଥିରେ ଭଗବାନ ଶ୍ରୀକୃଷ୍ଣଙ୍କର ଏଇ ହଜାର ହଜାର ବର୍ଷ ତଳର କଥା, ଫଳର ଆସକ୍ତି ଛାଡ଼, ବୁଦ୍ଧିର ଆଶ୍ରୟ ନେଇ କାମ କର, ଏଇଟା ଏତେ ବେଶୀ ପ୍ରାସଙ୍ଗିକ ଯେ ଏହାକୁ ଗୋଟେ ସଞ୍ଜୀବନୀ ବୋଲି କହିଲେ ବି ଭୁଲ ହବନି। ହଁ, ଏଇଟା ଖାଲି ସେତେବେଳେ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଦ୍ୱନ୍ଦ୍ୱରେ ପଡ଼ିଥିବା ଅର୍ଜୁନଙ୍କ ପାଇଁ ନଥିଲା। ଆଜି ଆମ ସମସ୍ତଙ୍କ ପାଇଁ, ଆମର ଏଇ ସଂଘର୍ଷମୟ ଜୀବନରେ ଏଇଟା ଗୋଟେ ଆଲୁଅ ବତୀ ଭଳି। ଏଇଟା ଆମକୁ ଶିଖଉଛି କେମିତି କାମ କରିବ, କିନ୍ତୁ କାମର ଫଳରେ ବାନ୍ଧି ରହିବନି। କେମିତି ଜୀବନରେ ଏତେ ଝଡ଼ଝଞ୍ଜା ଭିତରେ ବି ମନରେ ଶାନ୍ତି ଆଉ ସ୍ଥିରତା ରଖିହେବ। ଆଉ ଯେଉଁମାନେ ଆଧ୍ୟାତ୍ମିକ ବାଟରେ ଯାଉଛନ୍ତି ସେମାନଙ୍କ ପାଇଁ? ଆଜ୍ଞା, ସେମାନଙ୍କ ପାଇଁ ତ ଏହାର ମହତ୍ତ୍ୱ ଆହୁରି ଗଭୀର। ଦେଖନ୍ତୁ, ଜଣେ ସାଧକ ଯେତେ ପ୍ରକାର ସାଧନା କରୁ ପଛେ, ଜପ କରୁ, ତପ କରୁ, ଧ୍ୟାନ କରୁ, ସେବା କରୁ, ଯଦି ତା ମନ ଭିତରେ ସେଇ କାମର ଫଳ ପାଇବାର ଇଚ୍ଛା ଟିକେ ବି ଲୁଚିକି ଅଛି, ଯେମିତିକି କିଛି ସିଦ୍ଧି ମିଳିଯାଉ, ଲୋକମାନେ ତାକୁ ବହୁତ ପ୍ରଶଂସା କରନ୍ତୁ, ବସ୍ ଶୀଘ୍ର ଭଗବାନଙ୍କର ଦର୍ଶନ ହୋଇଯାଉ, ଯଦି ଏମିତି ଇଚ୍ଛା ଅଛି, ତେବେ ତାର ସାଧନା ପୂରାପୂରି ନିଷ୍କାମ ହେଇପାରିବନି। ସେଇ ଫଳର ଆଶାଟା ତାକୁ ବାନ୍ଧିକି ରଖିବ। କିନ୍ତୁ ଯେତେବେଳେ ସେ ସାଧକ ସବୁ ପ୍ରକାର ଫଳର ଆଶା ଛାଡ଼ିଦେଇ ଖାଲି ଈଶ୍ୱରଙ୍କୁ ଭଲ ପାଉଠି ବୋଲି ବା ଏଇଟା ତାର କର୍ତ୍ତବ୍ୟ ବୋଲି ଭାବି ସାଧନା କରେ, ସେତେବେଳେ ତାର ମନ ବହୁତ ଶୀଘ୍ର ଶୁଦ୍ଧ ହୁଏ। ଆଚ୍ଛା। ଏଇ ଯୋଉ ବୁଦ୍ଧିଯୁକ୍ତ କର୍ମଯୋଗ କଥା କୁହାଗଲା, ଏଇଟା ହିଁ ତାକୁ ତାର ଅହଙ୍କାରରୁ ମୁକ୍ତ କରି ଈଶ୍ୱରଙ୍କ ପାଖକୁ ନେଇଯାଏ। ସତ କହିବାକୁ ଗଲେ, ଏଇ ନିଷ୍କାମ କର୍ମଯୋଗଟା ହିଁ ପ୍ରକୃତ ଭକ୍ତି ଆଉ ଗଭୀର ଆତ୍ମଜ୍ଞାନ ପାଇଁ ଗୋଟେ ପକ୍କା ନିୟମ ତିଆରି କରେ। ବାଃ, ବହୁତ ସୁନ୍ଦର ଭାବରେ ଆପଣ ଏଇ ଗୋଟିଏ ଶ୍ଲୋକର ଏତେ ସାରା ଦିଗକୁ ଆମ ସାମ୍ନାକୁ ଆଣିଲେ। ତେବେ ଏ ଯେତେ ସବୁ ଆଲୋଚନା ହେଲା, ସେଥିରୁ ଆମେ ମୁଖ୍ୟତଃ କୋଉ ଶିକ୍ଷାଗୁଡ଼ିକ ମନେ ରଖିବା କଥା? ନିଶ୍ଚୟ, ଯଦି ଆମେ ସାରାଂଶ ଦେଖିବା, ତେବେ ଏଇ ଗୋଟିଏ ଶ୍ଲୋକରୁ ମିଳୁଥିବା କିଛି ମୁଖ୍ୟ ଶିକ୍ଷା ହେଲା, ପ୍ରଥମତଃ, ଫଳର ଆଶା ବା ଆସକ୍ତି ରଖି ଯୋଉ କାମ କରାଯାଏ ବା ସକାମ କର୍ମ, ସେଇଟା ଆମକୁ ବାନ୍ଧିଦିଏ, ଆଉ ସେଇଟା ନିଷ୍କାମ କର୍ମ ତୁଳନାରେ ବହୁତ ତଳସ୍ତରର ବା ହୀନ। ଦ୍ୱିତୀୟରେ, ବିବେକ ସହିତ ସମାନ ଭାବ ରଖି, ଫଳର ଆଶା ନ ରଖି, ଖାଲି କର୍ତ୍ତବ୍ୟ ଭାବି ଯୋଉ କାମ କରାଯାଏ, ନିଷ୍କାମ କର୍ମ ବା ବୁଦ୍ଧିଯୋଗ, ସେଇଟା ହିଁ ସବୁଠୁ ଭଲ, ଆଉ ସେଇଟା ହିଁ ମୁକ୍ତି ଆଡ଼କୁ ନେଇଯାଏ। ଠିକ୍। ତୃତୀୟ କଥା, ଯୋଉମାନେ ଖାଲି ସାଂସାରିକ ଫଳ ପାଇବାଟାକୁ ହିଁ ନିଜ ଜୀବନର ବା କାମର ଏକମାତ୍ର ଲକ୍ଷ୍ୟ ବୋଲି ଭାବନ୍ତି, ସେମାନେ ନିଜ ଭିତରେ ଥିବା ଅସୀମ ଆତ୍ମିକ ଶକ୍ତିକୁ ବୁଝିପାରନ୍ତିନି। ସେଥିପାଇଁ ଆଧ୍ୟାତ୍ମିକ ଦୃଷ୍ଟିରୁ ସେମାନେ କୃପଣ ବା ଦୀନ। ଆଉ ଚତୁର୍ଥରେ, ସେଥିପାଇଁ ପ୍ରତ୍ୟେକ ମଣିଷକୁ, ବିଶେଷ କରି ଅର୍ଜୁନଙ୍କ ପରି ଯିଏ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି, ତାଙ୍କୁ ଭଗବାନ ନିର୍ଦ୍ଦେଶ ଦେଉଛନ୍ତି ସେଇ ସ୍ଥିର ନିର୍ମଳ ବୁଦ୍ଧିରେ ଶରଣ ନେଇ ନିଜ କର୍ତ୍ତବ୍ୟ କରିବାକୁ। ଅର୍ଥାତ୍ ଯଦି ଆମେ ଗୋଟେ ଲାଇନରେ କହିବା, ତେବେ ସାର୍ କଥା ହେଲା, ଆମେ ଯୋଉ କାମ କରୁଛେ ସେ କାମ କରିବା ପ୍ରକ୍ରିୟା ଉପରେ ଆମର ପୁରା ଧ୍ୟାନ ରହୁ। ଫଳ କ'ଣ ହେବ ସେଥିପ୍ରତି ନୁହେଁ। କାମଟାକୁ ଗୋଟେ ପୂଜା ଭଳି କରିବାକୁ ହେବ, ଗୋଟେ ୟୋଗ ଭଳି, ଆଉ ଫଳଟାକୁ ଈଶ୍ୱରଙ୍କ ଉପରେ ଛାଡ଼ିଦେବାକୁ ହେବ। ଏକଦମ। ଏଇଟା ହିଁ କର୍ମଯୋଗର ଅସଲ କଥା। ଆଉ ମୋତେ ଲାଗୁଛି ଏଇଟା ହିଁ ଜୀବନରେ ପ୍ରକୃତ ଶାନ୍ତି ଆଉ ସ୍ୱାଧୀନତା ପାଇବାର ଚାବିକାଠି। ପୁରା ଠିକ୍ କହିଲେ। ଏଇ ଆଲୋଚନା ଶେଷରେ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି, ଯାହା ସମସ୍ତଙ୍କ ପାଇଁ ଚିନ୍ତା କରିବାକୁ ଛାଡ଼ିଯାଉଛି। କୁହନ୍ତୁ। ଆମେ ସମସ୍ତେ ନିଜ ନିଜର ଦୈନନ୍ଦିନ ଜୀବନକୁ ଟିକେ ନିରୀକ୍ଷଣ କରିବା। ଆମେ ଯେତେ ସବୁ କାମ କରୁଛେ, ଛୋଟ ହଉ କି ବଡ଼ ହଉ, ସେଥିରୁ କୋଉ କାମରେ ଫଳ ପ୍ରତି ଆସକ୍ତି ଆମକୁ ଜାଣତାରେ ହଉ କି ଅଜାଣତାରେ ହଉ ବାନ୍ଧିକି ରଖିଛି। ପ୍ରଥମେ ସେଇ ଆସକ୍ତିଗୁଡ଼ିକୁ ଚିହ୍ନିବାକୁ ଚେଷ୍ଟା କରିବା, ଆଉ ତାପରେ ଭାବିବା ଯେ ସେଥିରୁ ବାହାରିବା ପାଇଁ ଆଉ ଖାଲି କର୍ତ୍ତବ୍ୟ ଭାବନାରେ, ନିଷ୍କାମ ଭାବନାରେ କାମ କରିବା ପାଇଁ ଆମେ ଆଜିଠାରୁ କ'ଣ ଛୋଟ ଛୋଟ ପଦକ୍ଷେପ ନେଇପାରିବା, ଏହା ଉପରେ ନିଜେ ନିଜେ ଟିକେ ବିଚାର କରିବା ଦରକାର। ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ।
ଆଉ ଏହା ଉପରେ ଚିନ୍ତା କରିବାକୁ ହେବ। ଆଶା କରୁଛୁ ଆଜିର ଏହି ଚର୍ଚ୍ଚା ଭଗବଦ୍ ଗୀତାର ଏହି ମହାନ ଶ୍ଲୋକଟିର ଗଭୀରତାକୁ ବୁଝିବାରେ ସମସ୍ତଙ୍କୁ ସାହାଯ୍ୟ କରିଥିବ ଆଉ ଆପଣମାନଙ୍କର ଜୀବନରେ କିଛି ନା କିଛି ସକାରାତ୍ମକ ପ୍ରେରଣା ଦେଇଥିବ। ଆଶା ତ ସେୟା। ଯଦି ଏହି ଆଲୋଚନା ଆପଣମାନଙ୍କୁ ଭଲ ଲାଗିଛି ଆଉ କିଛି କାମରେ ଆସିବ ବୋଲି ଭାବୁଛନ୍ତି, ତେବେ ଦୟାକରି ଏହାକୁ ଲାଇକ୍ କରନ୍ତୁ ଆଉ ନିଜର ବନ୍ଧୁବାନ୍ଧବ ପରିବାର ଲୋକଙ୍କ ସହ ସେୟାର କରନ୍ତୁ, ଯାହାଫଳରେ ଗୀତାର ଏହି ଅମୂଲ୍ୟ ଜ୍ଞାନ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ। ଭଗବାନ ଶ୍ରୀକୃଷ୍ଣଙ୍କ କୃପା ଆଉ ଆଶୀର୍ବାଦ ସବୁବେଳେ ଆମ ସମସ୍ତଙ୍କ ଉପରେ ରହିଥାଉ। ଓମ୍ ତତ୍ସତ୍। ଆଉ ହଁ, ଆପଣଙ୍କର ଅନୁଭବ କେମିତି ରହିଲା, ଆପଣଙ୍କର ମତାମତ କ'ଣ, ସେସବୁ ଆମ ପାଇଁ ବହୁତ ମୂଲ୍ୟବାନ। ଆପଣ ନିଜ ଭାବନା ଜଣାଇବା ପାଇଁ ତଳେ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଲେଖିପାରିବେ। ଆମେ ଆପଣଙ୍କର ମତାମତକୁ ଅପେକ୍ଷା କରି ରହିବୁ। ନିଶ୍ଚୟ ଜଣାନ୍ତୁ। ଆଗାମୀ ଚର୍ଚ୍ଚାରେ ଆମେ ଗୀତାର ପରବର୍ତ୍ତୀ ଶ୍ଲୋକ କିମ୍ବା ଆଉ କୌଣସି ମହତ୍ତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ବିଷୟ ଉପରେ ଆଲୋଚନା କରିବା। ସେ ପର୍ଯ୍ୟନ୍ତ ଆମ ସହିତ ଏମିତି ଯୋଡ଼ି ହୋଇ ରୁହନ୍ତୁ। ପୁଣି ଦେଖାହେବ। ନମସ୍କାର। ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।